ନା ମୁଁ ଖରାପ ବାପାଟା। ପୁଅର ବାହାଘର ମୁଁ କଲି, ଝିଅର ବାହାଘର କଲି, ବୋହୂ ଆସିଲା 2.5 ମାସ ପରେ ମୁଁ ଆଶ୍ରମକୁ ଆସିଲି। ଯେମିତି ଅନ୍ଧଟା ଆଖି ପାଇଲା ପରେ ବାଡ଼ି ଫୋପାଡ଼ି ଦିଏ ନା, ସେମିତି ଯେତେବେଳେ ପୁଅମାନଙ୍କର କାମ ପୁରା ହେଇଯାଏ ବାପା ମା ଆଉ କିଏ। ଆରେ ତୁମେ ଶଳେ ବାପା ମା ଭଗବାନଙ୍କୁ ଘରୁ କାଢ଼ି ଦେଇକି ତୁମେ ଘରେ ଠାକୁର ପୂଜା କରୁଛ, ସେ ପୂଜା କେହି କାମକୁ ଲାଗିବନି। ଗୋଟେ କଥା ମନେ ରଖିଥାଅ ହେଲା। ଏ ଯେଉଁ ମଉସା ଜଣକ ଯେଉଁ ଆତ୍ମାରୁ କହୁଛନ୍ତି ନା, ସେ ସବୁ ଆଖିର ଲୁହ। ସେ କହିପାରୁନାହାନ୍ତି, ତାଙ୍କ ଲୁହଟା ଦେଖେଇ ପାରୁନାହାନ୍ତି। ସେ ସବୁ ଆଖିର ଲୁହ, କୁହ ଗୁଡ଼ା ସବୁ ମନର କୁହ। ମନେ ରଖିଥା, ଏ ସବୁ ଲୁହ ପଡ଼ିବ, ଯିବ କୁଆଡ଼େ। ଉପରେ ତାର ଯେଉଁ ନ୍ୟାୟ ନା, ସେ ନ୍ୟାୟର କେବେ ବି ଉଣା ଅଧିକା ହବନି, ପୁରା ବରାବର ମିଳିବ। ଯେତିକି କରିଛ ତା 10 ଗୁଣା ଅଧିକା ମିଳିବ। କ'ଣ ତମ ମାନେ ୟାର କ'ଣ ନେଇକି ଯିବ? ବାପା ମା ଭଳିଆ ଲୋକକୁ ତମେ ଘରୁ କାଢ଼ି ଦେଉଛ। ତମ ଭଳିଆ ମାନେ କୁପୁତ୍ର ଏ ଦୁନିଆକୁ ନ ଆସନ୍ତୁ।